ଆମେ ବେଳେ ବେଳେ ଭାବରେ ପଡି କିଛି ଲୋକଙ୍କ ମିଠା ହସରେ ପଡି ସେମାନଙ୍କର ଆକର୍ଷଣରେ ପଡି ଆମେ ଏମିତି କିଛି କଥା ନିଜର ଗୁପ୍ତ କଥା ସେମାନଙ୍କ ସହିତ ସେୟାର କରିଦିଅନ୍ତି ଯାହା ପରବର୍ତ୍ତୀ ସମୟରେ ଆମରି ଉପରକୁ ପୁଣି ଥରେ ଟେକା ଫିଙ୍ଗିଲା ପରି ଫିଙ୍ଗାଯାଏ। ଆମେ ଆମ ନିଜର କଥାବାର୍ତ୍ତାରେ ନିୟନ୍ତ୍ରଣ ରଖୁନଥିବା ଯୋଗୁଁ ଅନେକ ଲୋକ ଆମକୁ ଆମର କ୍ୱାଲିଟି ବା ଆମର ଇମ୍ପ୍ରେସନ୍ ଖରାପ କରିଦିଅନ୍ତି। ଆମେ ଯେତେବେଳେ ଆମ କଥାବାର୍ତ୍ତାକୁ ମାର୍ଜିତ କରିବା, ଆମେ ଯେତେବେଳେ ଆମ କଥାବାର୍ତ୍ତାରେ ଶାଳୀନତା ଆଣିବା ଏବଂ କେଉଁ କଥା କେଉଁଠି କହିବାର ଆବଶ୍ୟକତା ଅଛି ସେ କଥାକୁ ଯେତେବେଳେ ଜାଣିଯିବା, ସେତେବେଳେ ଆମେ ଠିକ୍ ରହିବା ଏବଂ ଆମର କେହି କିଛି କ୍ଷତି କରିପାରିବେ ନାହିଁ। ଯୋଉଦିନ ଆମେ କଥାବାର୍ତ୍ତାରେ ଏଣୁ ତେଣୁ କହିବା, ଭାବରେ ପଡ଼ିକି ସବୁ କିଛି କଥା କହିଦେବା, ସେମାନେ ଆମକୁ ଦୁର୍ବଳ ଭାବିବେ ଏବଂ ଆମର ୱିକନେସ୍ ଭାବିକି ଆମ ସହିତ ଖେଳିବା ଆରମ୍ଭ କରିବେ। ଏଇ ତ ଜୀବନର କଥା।